କଳିଙ୍ଗ ଯୁଦ୍ଧର ପରିଣାମ। କଳିଙ୍ଗ ଯୁଦ୍ଧର ପରିଣାମ ବା ଫଳାଫଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସୁଦୂର ପ୍ରସାରୀ ଥିଲା। ଯଦିଓ ଅଶୋକ କଳିଙ୍ଗ ଯୁଦ୍ଧରେ ବିଜୟ ଲାଭ କରିଥିଲେ, କିନ୍ତୁ ଏହି ଯୁଦ୍ଧର ବିଭୀଷିକା ଏବଂ ରକ୍ତପାତ ତାଙ୍କ ହୃଦୟରେ ସମ୍ପୂର୍ଣ୍ଣ ରୂପେ ଆନ୍ଦୋଳିତ କରିଦେଇଥିଲା। ଏହି କଳିଙ୍ଗ ଯୁଦ୍ଧର ଦାରୁଣ ଦୁଃଖ ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଦେଇଥିଲା। କଳିଙ୍ଗ ଯୁଦ୍ଧ ପରେ ଅଶୋକଙ୍କ ହୃଦୟ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ ହୋଇଯାଇଥିଲା। ତ ଆମେ କଳିଙ୍ଗ ଯୁଦ୍ଧର ପରିଣାମ ବିଷୟରେ ବୁଝିମା। ତ କାଣା ହେଇଥିଲା ଯେ କଳିଙ୍ଗ ଯୁଦ୍ଧ ପରେ ସେ ଅନୁଭବ କଲେ, କାଣା ଅନୁଭବ କଲେ ଯେ ଯୁଦ୍ଧ ଓ ତରବାର ଦ୍ୱାରା ଯେନ୍ ବିଜୟତା ଲାଭ କରାଯାଏ ସେଟା ପ୍ରକୃତ ବିଜୟ ନୁହେଁ। ତ ତାଙ୍କ ମତରେ ପ୍ରକୃତ ବିଜୟ କାଣା ଯେ ମନୁଷ୍ୟର ହୃଦୟକୁ ଜୟ କରିବା। ତ ମନୁଷ୍ୟର ହୃଦୟକୁ ଜୟ କରିବା ହେଉଛି ପ୍ରକୃତ ବିଜୟ ବୋଲି ସେ ଅନୁଭବ କଲେ। ଆଉ ସେହିଦିନ ଠାରୁ ସେ ପ୍ରତିଜ୍ଞା କଲେ ଯେ ତାଙ୍କ ଜୀବନରେ ସେ ଆଉ କେବେ ବି କୌଣସି ଯୁଦ୍ଧ ଲଢ଼ିବେ ନାହିଁ ଏବଂ ଏହି କଳିଙ୍ଗ ଯୁଦ୍ଧ ଥିଲା ତାଙ୍କ ଜୀବନର ଶେଷ ଯୁଦ୍ଧ। କଳିଙ୍ଗ ଯୁଦ୍ଧ ପରେ ସେ ଆଉ କେବେ ବି କୌଣସି ଯୁଦ୍ଧ ଲଢ଼ିଲେ ନାହିଁ। ତାଙ୍କ ହୃଦୟର ପରିବର୍ତ୍ତନ ପରେ ସେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ଏବଂ ତାର ପ୍ରଚାର ପ୍ରସାରରେ ତାଙ୍କର ସମ୍ପୂର୍ଣ୍ଣ ଜୀବନ ବିତିଥିଲା। ତ ଅଶୋକ ପ୍ରଥମେ କ'ଣ କଲେ ଯେ ଉପଗୁପ୍ତ ନାମକ ଜଣେ ବୌଦ୍ଧ ଭିକ୍ଷୁକଙ୍କ ଠାରୁ ସେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ଆଉ ଏହି ବୌଦ୍ଧ ଧର୍ମର ଗ୍ରହଣ ପରେ ସେ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ। ଏହି ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ପାଇଁ ସେ ବିଭିନ୍ନ ପଦକ୍ଷେପ ମାନ ନେଇଥିଲେ। କ'ଣ ତ ସେ ଧର୍ମଯାତ୍ରା ଆରମ୍ଭ କରିଥିଲେ। ତାପରେ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ରାଜାଙ୍କୁ ସେ ବୌଦ୍ଧ ଧର୍ମରେ ଦୀକ୍ଷିତ କରିବା ପାଇଁ ଉଦ୍ୟମ କରିଥିଲେ। ଅଶୋକ ବୌଦ୍ଧ ଧର୍ମର ତୃତୀୟ ସମ୍ମିଳନୀ ତାଙ୍କର ରାଜଧାନୀ ପାଟଳୀପୁତ୍ରରେ ଅନୁଷ୍ଠିତ କରିଥିଲେ। ବୌଦ୍ଧ ଧର୍ମର ପ୍ରଚାର ପାଇଁ ଅଶୋକ ନିଜ ପୁତ୍ର ମହେନ୍ଦ୍ର ଓ କନ୍ୟା ସଂଘମିତ୍ରାଙ୍କୁ ସିଂହଳ ପଠାଇଥିଲେ। ତାପରେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ପାଇଁ ସେ ବିଭିନ୍ନ କର୍ମଚାରୀଙ୍କୁ ନିଯୁକ୍ତି କରିଥିଲେ, ଯେଉଁମାନଙ୍କୁ କି ବୌଦ୍ଧ ମହାପାତ୍ର ବୋଲି କୁହାଯାଏ। ତ ଏହି ବୌଦ୍ଧ ଧର୍ମର ପ୍ରଚାର ପ୍ରସାରରେ ଅଶୋକଙ୍କ ବହୁତ ଅବଦାନ ରହିଛି ଏବଂ ତାଙ୍କ ଉଦ୍ୟମରେ ବୌଦ୍ଧ ଧର୍ମ ବିଶ୍ୱ ଧର୍ମରେ ପରିଣତ ହୋଇପାରିଥିଲା। କଳିଙ୍ଗ ଯୁଦ୍ଧ ପରେ ଅଶୋକ ଜନମଙ୍ଗଳକାରୀ ଶାସନ ପ୍ରତିଷ୍ଠା ପାଇଁ ଉଦ୍ୟମ କରିଥିଲେ। ତ କ'ଣ ହେଲା, କଳିଙ୍ଗ ମୌର୍ଯ୍ୟ ସାମ୍ରାଜ୍ୟର ଏକ ପ୍ରଦେଶ ଭାବେ ପରିଣତ ହେଲା ଏବଂ ଏହାର ମୁଖ୍ୟ ଶାସନ କେନ୍ଦ୍ର ଥିଲା ତୋସାଲି। ଅଶୋକ ନିଜକୁ ଜଣେ ଜନମଙ୍ଗଳକାରୀ ଶାସକ ରୂପେ ପରିଣତ କରିବା ପାଇଁ ବହୁତ ଚେଷ୍ଟା କରିଥିଲେ ଏବଂ ସେ ଜଣେ ଜନମଙ୍ଗଳକାରୀ ଓ ପ୍ରଜାବତ୍ସଳକାରୀ ଶାସକ ରୂପେ ପ୍ରତିଷ୍ଠିତ ହୋଇପାରିଥିଲେ। ଭୁବନେଶ୍ୱର ଧଉଳି ଓ ଗଞ୍ଜାମର ଜୌଗଡ଼ଠାରେ ତାଙ୍କର ଶିଳାନୁଶାସନମାନ ରହିଛି। ତ
ଅଶୋକ କ'ଣ କହିଥିଲେ ଯେ ଏକ ସୁଶାସନ ପ୍ରତିଷ୍ଠା କରିବା ପାଇଁ ସେ ବିଭିନ୍ନ କର୍ମଚାରୀମାନଙ୍କୁ ନିଯୁକ୍ତ କରିଥିଲେ। ଅଶୋକ ନିଜର ଶିଳାନୁଶାସନରେ ଲେଖିଥିଲେ ଯେ ସମସ୍ତ ମନୁଷ୍ୟମାନେ ମୋର ସନ୍ତାନ ସଦୃଶ। ମୁଁ ମୋର ନିଜ ସନ୍ତାନ ସନ୍ତତିମାନଙ୍କ ପାଇଁ ଇହଲୋକ ଓ ପରଲୋକରେ ଯେଉଁ ସୁଖ କାମନା କରେ ତାହା ମନୁଷ୍ୟମାନଙ୍କ ପାଇଁ ମଧ୍ୟ କାମନା କରେ। ଏହିପରି ଭାବେ ଅଶୋକ ଏକ ସୁଚିନ୍ତିତ ଜନମଙ୍ଗଳକାରୀ ଶାସନର ପ୍ରତିଷ୍ଠା କରିପାରିଥିଲେ। ତାପରେ କଳିଙ୍ଗ ଯୁଦ୍ଧର ନେକ୍ସଟ ପରିଣାମ ହେଉଛି କଲା ଓ ସଂସ୍କୃତି ଏବଂ ସ୍ଥାପତ୍ୟର ବିକାଶ। ତ ଅଶୋକ କଳିଙ୍ଗ ଯୁଦ୍ଧ ପରେ ଏହି କଲା ସଂସ୍କୃତି ଓ ସ୍ଥାପତ୍ୟର ବିକାଶ କରିଥିଲେ ଏବଂ ଏହାର ବିକାଶ ପାଇଁ ସେ ବିଭିନ୍ନ ସ୍ତୂପ, ସ୍ତମ୍ଭ ଓ ବିହାରମାନ ପ୍ରତିଷ୍ଠା କରିଥିଲେ। ତକ୍ଷଶିଳା, ମଥୁରା, କୁଶୀନଗର ଇତ୍ୟାଦି ସ୍ଥାନରେ ସେ ବିଭିନ୍ନ ସ୍ତୂପମାନ ନିର୍ମାଣ କରିଥିଲେ। ତାଙ୍କ ଶିଳାନୁଶାସନରେ ବ୍ୟବହୃତ ପାଲି ଭାଷା ଭାରତରେ ଏକତା ସୃଷ୍ଟି କରିବାରେ ଯଥେଷ୍ଟ ସହାୟକ ହୋଇଥିଲା। ତାପରେ କଳିଙ୍ଗ ଯୁଦ୍ଧର ଆଉ ଏକ ପରିଣାମ ବା ଫଳାଫଳ ହେଉଛି ବିଶ୍ୱ ଭ୍ରାତୃତ୍ୱ ପ୍ରତିଷ୍ଠା। ତ କଳିଙ୍ଗ ଯୁଦ୍ଧ ପରେ ଅଶୋକ ବିଶ୍ୱ ଭ୍ରାତୃତ୍ୱ ପ୍ରତିଷ୍ଠା ପାଇଁ ଉଦ୍ୟମ କରିଥିଲେ ଏବଂ ସେ ସେଥିରେ ସଫଳ ମଧ୍ୟ ହୋଇପାରିଥିଲେ। ଯେପରିକି ସେ ନିଜକୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିପାରିଥିଲେ। ଏହାପରେ ସେ ବିଶ୍ୱ ଭ୍ରାତୃତ୍ୱ ପ୍ରତିଷ୍ଠା କରିବା ପାଇଁ ଲାଗି ପଡ଼ିଥିଲେ। ସେ ମିଶର ଶାସକ ଦ୍ୱିତୀୟ ଟଲେମୀ ଫିଲାଡେଲଫସ୍, ସିରିଆର ଶାସକ ଦ୍ୱିତୀୟ ଆଣ୍ଟିଓକସ୍, ମାସିଡୋନିଆର ଶାସକ ଆଣ୍ଟିଗୋନାସ୍ ଆଦି ଶାସକଙ୍କ ସହିତ ସୁସମ୍ପର୍କ ପ୍ରତିଷ୍ଠା କରି ବିଶ୍ୱରେ ଏକ ଅହିଂସା ବାଣୀର ପ୍ରଚାର ଓ ପ୍ରସାରରେ ସତତ ଚେଷ୍ଟା କରିଥିଲେ। ବାସ୍ତବିକ କଳିଙ୍ଗ ଯୁଦ୍ଧ ଭାରତ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା। ଏହି ଘଟଣା ପରେ ଅଶୋକଙ୍କ ଜୀବନ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ ହୋଇଥିଲା ଏବଂ ସେ ଏକ ସୁପ୍ରତିଷ୍ଠିତ ଶାସକର ଅଧିକାରୀ ହୋଇପାରିଥିଲେ। ତ ଏହା ଥିଲା କଳିଙ୍ଗ ଯୁଦ୍ଧର ପରିଣାମ। ମୋର ପ୍ରିୟ ସାଙ୍ଗମାନେ, ଆଶା କରୁଛି କି ଏହି ଭିଡ଼ିଓ ଆପଣମାନଙ୍କୁ ହେଲ୍ପଫୁଲ୍ ହେବ ଏବଂ ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଲେ ଭିଡ଼ିଓଟିକୁ ଲାଇକ୍ କରିଦେବେ ଏବଂ ଆମ ଚ୍ୟାନେଲଟିକୁ ନିଶ୍ଚୟ ସବସ୍କ୍ରାଇବ୍ କରିଦେବେ ଏବଂ ଭିଡ଼ିଓଟିକୁ ସାଙ୍ଗମାନଙ୍କ ଠାରେ ସେୟାର କରିଦେବେ।